ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆସନ୍ତୁ ଆମେ ଜାଣିବା ଜଣେ ବ୍ୟକ୍ତି ଯେତେ ହତଭାଗ୍ୟ କିମ୍ବା କର୍ମଠ ହେଉନା କାହିଁକି, ଯଦି ସେ ବ୍ରହ୍ମ ମୁହୂର୍ତ୍ତ ସମୟରେ ଅର୍ଥାତ୍ ସକାଳ 3ରୁ 6ଟା ମଧ୍ୟରେ ଉଠି ସେହି ନିର୍ଦ୍ଦିଷ୍ଟ କାର୍ଯ୍ୟ କରେ, ତେବେ ସେ ଯାହା ଇଚ୍ଛା କରେ ତାହା ପାଇପାରେ। ଥରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ପଚାରିଲେ, ହେ ପ୍ରଭୁ, ମୁଁ ଦେଖିଛି ଯେ ଜଣେ ମଣିଷ ଯେତେ ହତଭାଗ୍ୟ ହେଉନା କାହିଁକି, ଯଦି ସେ ପ୍ରାତଃ ସମୟରେ ବିଶେଷ କରି ବ୍ରହ୍ମ ମୁହୂର୍ତ୍ତରେ ଉଠେ, ତେବେ ସେ ବହୁତ ଖୁସି ଏବଂ ସମୃଦ୍ଧ ଜୀବନଯାପନ କରେ। ଏହା କାହିଁକି? ଦୟାକରି ମୋତେ ବ୍ରହ୍ମ ମୁହୂର୍ତ୍ତ ପଛରେ ଥିବା ରହସ୍ୟ ପ୍ରକାଶ କରନ୍ତୁ। ଭଗବାନ ଶିବ ଉତ୍ତରରେ କହିଲେ, ହେ ଦେବୀ, ମୁଁ ତୁମ ପ୍ରଶ୍ନର ଉତ୍ତର ଏକ କାହାଣୀ ମାଧ୍ୟମରେ ଦେବି। ଦୟାକରି ଏହି କାହାଣୀକୁ ଗଭୀର ଧ୍ୟାନ ସହିତ ଶୁଣ। ଏହି ସମ୍ପୂର୍ଣ୍ଣ କାହାଣୀ ଯେକୌଣସି ମଣିଷ ଶୁଣିଲେ ସେ ଏହି ସୁବର୍ଣ୍ଣ ସୁଯୋଗକୁ ନିଜ ଆଙ୍ଗୁଠିରୁ ଖସିଯିବାକୁ ଦେବ ନାହିଁ। ବ୍ରହ୍ମ ମୁହୂର୍ତ୍ତର ରହସ୍ୟ ବୁଝିଗଲେ ବ୍ୟକ୍ତିଙ୍କ ସମଗ୍ର ଜୀବନ ପରିବର୍ତ୍ତନ ହୋଇଯାଏ। ତାପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କାହାଣୀ କହିବା ଆରମ୍ଭ କଲେ। ବହୁତ ଦିନ ପୂର୍ବେ କାଶୀନଗରରେ ବାସୁ ନାମକ ଏକ ବାଳକ ରହୁଥିଲା। ସେ ସ୍ୱଭାବତଃ ବହୁତ ଭଲ ବାଳକ ଥିଲା, କିନ୍ତୁ ତାଙ୍କର ଗୋଟିଏ ଖରାପ ଅଭ୍ୟାସ ଥିଲା। ସେ ସକାଳେ ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହୁଥିଲେ। ତାଙ୍କ ପରିବାର ସଦସ୍ୟମାନେ ପ୍ରତିଦିନ ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ସେ ସକାଳ 9ଟା ପୂର୍ବରୁ କେବେ ବି ଉଠୁନଥିଲା। ପିଲାବେଳେ ତାଙ୍କ ପରିବାର ଭାବୁଥିଲେ ଯେ ବଡ଼ ହେଲେ ଏହି ଅଭ୍ୟାସ ବଦଳିଯିବ, କିନ୍ତୁ ସେ ଯୁବକ ହେବା ପରେ ମଧ୍ୟ ଏହି ଅଭ୍ୟାସରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ମନେ ହେଉଥିଲା ଯେ ଦୁନିଆ ଓଲଟପାଲଟ ହେବ, କିନ୍ତୁ ସେ ବାଳକଟି ଶୀଘ୍ର ଉଠିପାରିବ ନାହିଁ। ତାଙ୍କ ବାପା ତାଙ୍କର ଏହି ଅଭ୍ୟାସକୁ ନେଇ ବହୁତ ଦୁଃଖିତ ହେଉଥିଲେ। ବାଳକଟି ଧୀରେ ଧୀରେ ନକାରାତ୍ମକ ଶକ୍ତିରେ ଆକ୍ରାନ୍ତ ହୋଇପଡ଼ିଲା। ସେ ସମସ୍ତଙ୍କ ସହିତ ଅଭଦ୍ର ଭାବରେ କଥା ହେଉଥିଲା ଏବଂ ସାରାଦିନ ଦୁଃଖ ଓ ହତାଶରେ ରହୁଥିଲା। ତାଙ୍କ ମନର ଏହି ନକାରାତ୍ମକ ଅବସ୍ଥା ତାଙ୍କର ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଲାଗିଲା। ଯେତେବେଳେ ସେ ଦେଖିଲା ଯେ ତାଙ୍କ ସମସ୍ତ ବନ୍ଧୁ ଜୀବନରେ ସଫଳତା ହାସଲ କରିଛନ୍ତି, ସେ ଆହୁରି ଚିନ୍ତିତ ହୋଇଗଲା। ସେ ଭଗବାନଙ୍କୁ ଦୋଷ ଦେବାକୁ ଲାଗିଲା ଏବଂ ବାରମ୍ବାର କହୁଥିଲା, ମୋର ଭାଗ୍ୟ ଖରାପ, ମୁଁ ହତଭାଗ୍ୟ। କିନ୍ତୁ ତାଙ୍କ ପିତା ଜାଣୁଥିଲେ ଯେ ତାଙ୍କର ବିଫଳତାର ପ୍ରଧାନ କାରଣ ହେଉଛି ତାଙ୍କର ଏହି ଖରାପ ଅଭ୍ୟାସ। ଭଗବାନ ଶିବ କହିଲେ, ହେ ଦେବୀ, ଗୋଟିଏ ଦିନ ବାଳକର ପିତା ଜାଣିଲେ ଯେ ତାଙ୍କ ଆଖପାଖରେ ଜଣେ ତପସ୍ୱୀ ରହୁଛନ୍ତି। ସେ ତୁରନ୍ତ ତାଙ୍କ ପୁଅର ସମସ୍ୟାର ସମାଧାନ ପାଇଁ ସେହି ତପସ୍ୱୀଙ୍କୁ ଭେଟିବାକୁ ଗଲେ। ସେ ତପସ୍ୱୀଙ୍କୁ ସମସ୍ତ କଥା କହିଲେ। ତପସ୍ୱୀ କହିଲେ, ତୁମର ପୁଅକୁ କାଲି ଏହି ଆଶ୍ରମକୁ ପଠାଇ ଦିଅ। ପିତା ଘରକୁ ଫେରିଲେ ସେ ଜାଣୁଥିଲେ ଯେ ସିଧାସଳଖ କହିଲେ ପୁଅ ଯିବ ନାହିଁ। ସେ ପୁଅକୁ କହିଲେ, ତୁମର ସମସ୍ତ ବନ୍ଧୁ ସଫଳ ହୋଇଛନ୍ତି, ତୁମେ ସଫଳ ହେବାକୁ ଚାହୁଁନାହଁ କି? ପୁଅ କହିଲା, ନିଶ୍ଚିତ ଚାହୁଁଛି, କିନ୍ତୁ ସେମାନେ ସଫଳତାର ରହସ୍ୟ କହୁନାହାନ୍ତି। ପିତା କହିଲେ, ମୁଁ ସେମାନଙ୍କ ସଫଳତାର ରହସ୍ୟ ଜାଣିଛି। ପୁଅ ଉତ୍ସାହରେ ପଚାରିଲା, ବାପା, ଦୟାକରି ମୋତେ କୁହ। ପିତା କହିଲେ, କାଲି ସକାଳେ ତୁମେ ଜଣେ ତପସ୍ୱୀଙ୍କ ଆଶ୍ରମକୁ ଯିବାକୁ ପଡ଼ିବ।
ଯଦି ସମୟରେ ପହଞ୍ଚିବ ସେ ତୁମକୁ ଏକ ମନ୍ତ୍ର ଦେବେ ଯାହା ତୁମ ସଫଳତାର ନିଶ୍ଚିତ କରିଦେବ। ପୁଅ କହିଲା, ମୁଁ ସାରା ରାତି ଜାଗି ରହିବି ଏବଂ ସକାଳେ ଯିବି। କିନ୍ତୁ ରାତିରେ ସେ ଘୁମିଯାଇଲା। ପରଦିନ ସେ ଡେରିରେ ଉଠିଲା ଏବଂ ସମୟ ହାତଛଡ଼ା ହୋଇଗଲା। ତାଙ୍କ ବାପା କହିଲେ, ତୁମେ କେବେ ସଫଳ ହେବ ନାହିଁ। ଯାଅ, ପୁଣି ଶୋଇପଡ଼। ଏହି କଥା ଶୁଣି ସେ ବହୁତ ଆଘାତ ପାଇଲା। ସେ ନିଜକୁ ଚ୍ୟାଲେଞ୍ଜ କରି ପ୍ରତିଜ୍ଞା କଲା, କାଲି ମୁଁ ନିଶ୍ଚିତ ଭାବେ ଯିବି। ସେ ନିଜ ପାଦରେ ଛୋଟ ଆଘାତ କଲା ଯାହାଦ୍ୱାରା ସେ ରାତିସାରା ଜାଗି ରହିପାରିବ। ପରଦିନ ସେ ଠିକ୍ ସମୟରେ ଉଠିଲା ଏବଂ ତପସ୍ୱୀଙ୍କୁ ଭେଟିବାକୁ ଗଲା। ସେଦିନ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ଅନୁଭବ ଥିଲା। ସେ ଗଭୀର ଶାନ୍ତି ଅନୁଭବ କଲା। ସେ ଆଶ୍ରମରେ ପହଞ୍ଚି ଦେଖିଲା ଯେ ତପସ୍ୱୀ ଓ ଶିଷ୍ୟମାନେ ଧ୍ୟାନରେ ବସିଛନ୍ତି। ଧ୍ୟାନ ଶେଷ ହେବା ପରେ ସେ ପ୍ରଣାମ କରି ପଚାରିଲା, ମୋତେ ସଫଳ କରିପାରିବ ଏମିତି କୌଣସି ମନ୍ତ୍ର ଅଛି କି? ଦୟାକରି ମୋତେ କୁହନ୍ତୁ। ତପସ୍ୱୀ ହସି କହିଲେ, ତୁମର ପିତା ତୁମ ବିଷୟରେ କହିଥିଲେ ମୁଁ ତୁମକୁ ମନ୍ତ୍ର ଦେବି, କିନ୍ତୁ ଗୋଟିଏ ସର୍ତ୍ତ ଅଛି। ପୁଅ ଚିନ୍ତିତ ହୋଇ ପଚାରିଲା, କ'ଣ ସର୍ତ୍ତ? ତପସ୍ୱୀ କହିଲେ, ଆଗାମୀ 21 ଦିନ ପର୍ଯ୍ୟନ୍ତ ତୁମେ ମୋ ସମସ୍ତ ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ତାପରେ ମୁଁ ମନ୍ତ୍ର ଦେବି। ଯଦି ତୁମେ ମଧ୍ୟରେ ଛାଡ଼ିଦେବ ତେବେ ମନ୍ତ୍ର ଅକାର୍ଯ୍ୟ ହେବ। ବାଳକଟି ଦୃଢ଼ ନିଷ୍ଠାରେ କହିଲା, ମୁଁ ତୁମର ସମସ୍ତ ଆଦେଶ ପାଳନ କରିବି। ଆଗାମୀ 21 ଦିନ ପର୍ଯ୍ୟନ୍ତ ମୁଁ ତୁମର ଦାସ ଭାବରେ କାର୍ଯ୍ୟ କରିବି। ମୋର ଏକମାତ୍ର ଇଚ୍ଛା ସେହି ମନ୍ତ୍ର ଶିଖିବା। ଭଗବାନ ଶିବ ଆଗକୁ କହିଲେ, ହେ ଦେବୀ। ତପସ୍ୱୀ ତାପରେ ବାଳକଟିକୁ କହିଲେ, ବହୁତ ଭଲ। ତୁମର କାର୍ଯ୍ୟ ଆସନ୍ତା କାଲିଠାରୁ ଆରମ୍ଭ ହେବ। ତୁମେ ଏଠାରେ ଏହି ଆଶ୍ରମରେ ରହିବ। ବାଳକଟି ଆଶ୍ରମରେ ରହିବାକୁ ସହଜରେ ରାଜି ହୋଇଗଲା। ତପସ୍ୱୀ ତାକୁ ନିର୍ଦ୍ଦେଶ ଦେଲେ, ଏଠାରେ ରହୁଥିବା ସମୟରେ ତୁମେ ବ୍ରହ୍ମମୁହୂର୍ତ୍ତ ସମୟରେ ଉଠିବା ଉଚିତ। ସକାଳ ପୂର୍ବରୁ ଧ୍ୟାନ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ହେବ। ଏହା ସହିତ ତୁମେ ଆଶ୍ରମର ଦୈନନ୍ଦିନ କାର୍ଯ୍ୟ ଓ ରକ୍ଷଣାବେକ୍ଷଣରେ ସହଯୋଗ କରିବାକୁ ପଡ଼ିବ। ମନେରଖ, ତୁମର ସଂକଳ୍ପ କୌଣସି ପରିସ୍ଥିତିରେ ଭାଙ୍ଗିବା ଉଚିତ ନୁହେଁ। ଏହା ଶୁଣି ବାଳକଟି ପଚାରିଲା, ଏହା କାହିଁକି ଏତେ ଜରୁରୀ ଏବଂ ଏଠାରେ ସମସ୍ତେ ଏତେ ଶୀଘ୍ର କାହିଁକି ଉଠନ୍ତି? ଭଗବାନ ଶିବ କହିଲେ, ହେ ଦେବୀ। ତପସ୍ୱୀ ତାପରେ ବାଳକଟିକୁ ବୁଝାଇଲେ ଯେ ସକାଳେ ଶୀଘ୍ର ଉଠିବା ଅଭ୍ୟାସରେ ଗଭୀର ଜ୍ଞାନ ଲୁଚିଥାଏ। ବିଶେଷ କରି ବ୍ରହ୍ମମୁହୂର୍ତ୍ତ ସମୟରେ। ବାଳକଟି ଅନୁରୋଧ କଲା, ଦୟାକରି ମୋତେ ସେହି ଜ୍ଞାନ ପ୍ରକାଶ କରନ୍ତୁ। ତପସ୍ୱୀ ଉତ୍ତର ଦେଲେ, ରାତିକୁ 4ଟି ପ୍ରହରରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି ରୁଦ୍ରକାଳ, ସନ୍ଧ୍ୟା 6ଟାରୁ ରାତି 9ଟା ପର୍ଯ୍ୟନ୍ତ। ଦ୍ୱିତୀୟଟି ହେଉଛି ରାକ୍ଷସ କାଳ, ରାତି 9ଟାରୁ 12ଟା ପର୍ଯ୍ୟନ୍ତ। ତୃତୀୟଟି ହେଉଛି ଗନ୍ଧର୍ବ କାଳ, ରାତି 12ଟାରୁ ସକାଳ 3ଟା ପର୍ଯ୍ୟନ୍ତ। ଏବଂ ଶେଷ ପ୍ରହରକୁ ମନୋହର କାଳ କୁହାଯାଏ। ଏହି ସମୟକୁ ବ୍ରହ୍ମମୁହୂର୍ତ୍ତ, ଅମୃତ ବେଳା କିମ୍ବା ଅମୃତ ସମୟ ବୋଲି ମଧ୍ୟ କୁହାଯାଏ। ଏହା ସକାଳ 3ଟାରୁ 6ଟା ପର୍ଯ୍ୟନ୍ତ ରହିଥାଏ। ଏହି ସମୟରେ ବିଶ୍ୱର ସମସ୍ତ ନକାରାତ୍ମକ ଶକ୍ତି ସୁପ୍ତ ଅବସ୍ଥାରେ ରହିଥାଏ। ଯେତେବେଳେ ସକାରାତ୍ମକ ଶକ୍ତି ସମ୍ପୂର୍ଣ୍ଣ ଭାବେ ସକ୍ରିୟ ରହିଥାଏ
ବ୍ରହ୍ମ ମୁହୂର୍ତ୍ତର ଅର୍ଥ ହେଉଛି ଦେବ ମୁହୂର୍ତ୍ତ, ଅର୍ଥାତ୍ ଦେବତାମାନଙ୍କର ସମୟ। ଭଗବାନ ଶିବ ଆହୁରି କହିଲେ, ହେ ଦେବୀ, ତପସ୍ୱୀ ଆହୁରି ବୁଝାଇଲେ ଯେ ଏହି ସମୟରେ ଦେବତାମାନେ ପୃଥିବୀରେ ବିଚରଣ କରନ୍ତି ଏବଂ ସେମାନେ ଜାଗ୍ରତ ଥିବା ମଣିଷମାନଙ୍କ ଉପରେ ଗଭୀର ସକାରାତ୍ମକ ପ୍ରଭାବ ପକାଇଥାନ୍ତି। ବ୍ରହ୍ମ ମୁହୂର୍ତ୍ତ ହେଉଛି ଏପରି ଏକ ସମୟ ଯେତେବେଳେ ମାନବର ମନ ସମ୍ପୂର୍ଣ୍ଣ ଚିନ୍ତାଶୂନ୍ୟ ଥାଏ। ସେ ସମୟରେ ମନ କୌଣସି ଚିନ୍ତାଧାରା କିମ୍ବା ମାନସିକ ଚାପରୁ ମୁକ୍ତ ଥାଏ। ଫଳସ୍ୱରୂପ ଯେତେବେଳେ ଜଣେ ବ୍ୟକ୍ତି ଏହି ସମୟରେ ପାଠ ପଢ଼ିବା ପାଇଁ ପୁସ୍ତକ ଖୋଲେ, ସେ ସବୁକିଛି ଶୀଘ୍ର ବୁଝିପାରେ ଏବଂ ସହଜରେ ମନେ ରଖିପାରେ ଏବଂ ସେହି ଜ୍ଞାନ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମୃତିରେ ଅବିଚଳ ରହିଯାଏ। ଏହି ସମୟଟି ହେଉଛି ଜ୍ଞାନ ଆହରଣ କରିବା ପାଇଁ ସବୁଠୁ ଉପଯୁକ୍ତ ସମୟ। ଏହି କାରଣରୁ ଏହି ଆଶ୍ରମର ସମସ୍ତ ଶିଷ୍ୟ ଏବଂ ବିଶ୍ୱର ଅନେକ ଜ୍ଞାନୀ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତ ସମୟରେ ଉଠିବାକୁ ବାଛନ୍ତି। ସେ ଆହୁରି କହିଲେ, ପ୍ରାଚୀନ କାଳରେ କୃତ୍ରିମ ଆଲୋକ ଉତ୍ସଗୁଡ଼ିକ ଅନୁପସ୍ଥିତିର କାରଣରୁ ଲୋକମାନେ ସୂର୍ଯ୍ୟାସ୍ତ ସମୟରେ ସେମାନଙ୍କର ଦିନ ଶେଷ କରୁଥିଲେ ଏବଂ ସୂର୍ଯ୍ୟୋଦୟ ସମୟରେ ଏହାକୁ ଆରମ୍ଭ କରୁଥିଲେ। ଏହି ଅଭ୍ୟାସ ମାନବ ଜୀବନକୁ ପ୍ରକୃତିର ତାଳ ସହିତ ସମ୍ପୂର୍ଣ୍ଣ ସମନ୍ୱୟରେ ରଖିବାର ଏକ ଉପାୟ ଭାବରେ କାମ କରିଥିଲା। ଭଗବାନ ଶିବ କହିଲେ, ହେ ଦେବୀ। ତାପରେ ବାଳକଟି କହିଲା, ବହୁତ ଭଲ, ମୁଁ ଆସନ୍ତା କାଲିଠାରୁ ମୋର ସଂକଳ୍ପ ପୁନର୍ବାର ଆରମ୍ଭ କରିବି। କିନ୍ତୁ ବ୍ରହ୍ମ ମୁହୂର୍ତ୍ତ ସମୟରେ ଉଠିବା ପରେ ମୁଁ କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବି? ତପସ୍ୱୀ ଉତ୍ତର ଦେଲେ, ଠିକ୍ ଅଛି, ମୁଁ ତୁମକୁ କହିବି ଯେ ବ୍ରହ୍ମ ମୁହୂର୍ତ୍ତ ସମୟରେ କ'ଣ କରିବା ଉଚିତ ଏବଂ କିପରି କରିବା ଉଚିତ। ସର୍ବପ୍ରଥମେ ଉଠିବା ସମୟରେ ଭୂମିରେ ପାଦ ରଖିବା ପୂର୍ବରୁ ତୁମେ ପୃଥିବୀ ମାତାଙ୍କୁ ପ୍ରଣାମ କରିବା ଉଚିତ। ତାପରେ ନିଜ ହାତ ପାପୁଲିକୁ ଦେଖି ଈଶ୍ୱରଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଜଣାଇବା ଉଚିତ, କାରଣ ସେ ତୁମକୁ ଆଜିର ଦିନଟି ଦେଖିବାର ସୁଯୋଗ ଦେଇଛନ୍ତି। ଏହାପରେ ଦୈନନ୍ଦିନ ପୂଜାପାଠ କରିବା ଏବଂ ସ୍ନାନ କରିବା ଉଚିତ। ସ୍ନାନ କରିବାରେ କେବଳ ଶରୀରର ପବିତ୍ରତା ନୁହେଁ, ବରଂ ମନର ପବିତ୍ରତା ମଧ୍ୟ ବୃଦ୍ଧି ପାଏ। ସ୍ନାନ ପରେ ଧ୍ୟାନ ଅଭ୍ୟାସ କରାଯାଏ। ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ୍ ଶୁଭ ପ୍ରଭାତ ପୂର୍ବ ସମୟରେ ଏହି ଧ୍ୟାନ ଅଭ୍ୟାସ 21 ଦିନ ପର୍ଯ୍ୟନ୍ତ କରାଯାଏ। ଏହି ପଦ୍ଧତି ସେତେବେଳେ ବ୍ୟବହାର ହୁଏ ଯେତେବେଳେ ଜଣେ ବ୍ୟକ୍ତି ନିଜର କୌଣସି ନିର୍ଦ୍ଦିଷ୍ଟ ଇଚ୍ଛା ପୂରଣ କରିବାକୁ ଚାହିଁଥାଏ। ଏହା ଏପରି ଏକ ସମୟ ଯେତେବେଳେ ବ୍ୟକ୍ତି ତାଙ୍କର ଆଜ୍ଞାଚକ୍ର ଅର୍ଥାତ୍ ତୃତୀୟ ନୟନକୁ ସକ୍ରିୟ କରିବା ପାଇଁ ନିଜର ପ୍ରୟାସକୁ କେନ୍ଦ୍ରିତ କରେ। ଭଗବାନ ଶିବ କହିଲେ, ହେ ଦେବୀ। ତପସ୍ୱୀ ବ୍ୟାଖ୍ୟା କଲେ, ଆଜ୍ଞା, ଏହି ଚକ୍ର ଦୁଇଟି ଭ୍ରୂକୁଟିର ମଧ୍ୟରେ ଅବସ୍ଥିତ। ଏହାକୁ ସଂକଳ୍ପର ଆସନ ଭାବରେ ମଧ୍ୟ ଜଣାଯାଇଥାଏ। ଯଦି କେହି ଏହି ଚକ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ନିଜର ଇଚ୍ଛାକୁ ପୁନରାବୃତ୍ତି କରେ, ତେବେ ସେହି ଇଚ୍ଛା ମାତ୍ର 21 ଦିନ ମଧ୍ୟରେ ପୂରଣ ହୋଇପାରେ। ଯଦି ଆପଣଙ୍କର କୌଣସି ଅପୂର୍ଣ୍ଣ ଇଚ୍ଛା ଅଛି ଏବଂ ତାହାକୁ ସାକାର କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ସେହି ଇଚ୍ଛାକୁ ସ୍ପଷ୍ଟ ଭାବରେ ପରିଭାଷିତ କରନ୍ତୁ। ଆପଣ କ'ଣ ଚାହୁଁଛନ୍ତି ତାହାକୁ ଦୃଢ଼ ଭାବରେ ନିଷ୍ପତ୍ତି କରନ୍ତୁ। କେବଳ ତାପରେ ଏହି ଧ୍ୟାନ ଅଭ୍ୟାସ ଆରମ୍ଭ କରନ୍ତୁ। ବ୍ରହ୍ମ ମୁହୂର୍ତ୍ତ ସମୟରେ ସ୍ନାନ କରିବା ପରେ ଏକ ସ୍ଥାନ ବାଛନ୍ତୁ
ଯେଉଁଠାରେ ସ୍ୱଚ୍ଛ ବାୟୁର ଚଳାଚଳ ରହିଥାଏ। କାରଣ ଧ୍ୟାନ ପାଇଁ ଶୁଦ୍ଧ ବାୟୁ ଅତ୍ୟାବଶ୍ୟକ। ଧ୍ୟାନ ମୁଦ୍ରାରେ ବସିବା ସମୟରେ ମେରୁଦଣ୍ଡ ଏବଂ ଗଳାକୁ ସିଧା ରଖନ୍ତୁ। ସୁଖାସନ ମୁଦ୍ରାରେ ବସି ଆଣ୍ଠୁ ଉପରେ ହାତ ରଖନ୍ତୁ ଏବଂ ଆଖି ବନ୍ଦ କରନ୍ତୁ। ତାପରେ ଆପଣଙ୍କ ହାତକୁ ମୁଷ୍ଟିରେ ବାନ୍ଧି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ସ୍ଥିର ରଖନ୍ତୁ। ଯେତେବେଳେ ଆପଣଙ୍କର ଶରୀର ଏବଂ ଶ୍ୱାସ ସ୍ଥିର ହୋଇଯିବ, ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଧ୍ୟାନକୁ ଆଜ୍ଞାଚକ୍ର ଉପରେ କେନ୍ଦ୍ରିତ କରନ୍ତୁ। ଏହି ପର୍ଯ୍ୟାୟରେ ଗଭୀର ଓ ଲମ୍ବା ଶ୍ୱାସ ନିଅନ୍ତୁ ଏବଂ ଏହାକୁ ଭିତରେ ଧରି ରଖନ୍ତୁ। ଶ୍ୱାସ ଧରି ରଖିବା ସମୟରେ ମନେ ମନେ ଆପଣଙ୍କର ଇଚ୍ଛାକୁ ପୁନରାବୃତ୍ତି କରନ୍ତୁ ଏବଂ ଆପଣଙ୍କ ଇଷ୍ଟ ଦେବତା, ଦେବୀ ଦେବତାମାନେ ଏବଂ ଆଧ୍ୟାତ୍ମିକ ଗୁରୁମାନଙ୍କୁ ସ୍ମରଣ କରନ୍ତୁ। ଯେତେବେଳେ ଶ୍ୱାସ ଧରି ରଖିବା କଷ୍ଟକର ହେବ, ଧୀରେ ଧୀରେ ଶ୍ୱାସ ଛାଡ଼ନ୍ତୁ। ନାକ ଦ୍ୱାରା ଶ୍ୱାସ ନିଅନ୍ତୁ ଏବଂ ମୁହଁ ଦ୍ୱାରା ଶ୍ୱାସ ଛାଡ଼ନ୍ତୁ। ଏହି ପ୍ରକ୍ରିୟାକୁ ପ୍ରତିଦିନ 3ରୁ 4 ଥର ପୁନରାବୃତ୍ତି କରନ୍ତୁ। ନିୟମିତ ଅଭ୍ୟାସ କରିବା ଦ୍ୱାରା ଆପଣଙ୍କର ଇଚ୍ଛା ଅବଚେତନ ମନରେ ପ୍ରବେଶ କରିବ ଏବଂ ଶୀଘ୍ର ପୂରଣ ହେବ। ଆଜ୍ଞାଚକ୍ର ସକ୍ରିୟ ହୋଇଯାଏ ଏବଂ ଆମର ଆଦେଶକୁ ସଫଳ କରିବାରେ ସହାୟତା କରେ। ଶ୍ୱାସ ଧରି ରଖିବା ଶରୀରରେ ଏକ ବିଶେଷ ଅବସ୍ଥା ସୃଷ୍ଟି କରେ, ଯାହା ମନକୁ ଅନାବଶ୍ୟକ ଚିନ୍ତାରୁ ବିଚଳିତ ହେବାରୁ ରୋକେ। ବହୁ ବ୍ରହ୍ମ ମୁହୂର୍ତ୍ତ ଏପରି ଏକ ସମୟ ଯେତେବେଳେ ମଣିଷ ଦେବତାଙ୍କର ବିଶେଷ କୃପା ଲାଭ କରେ। ଯଦି କେହି ଏହି ସମୟରେ ନିଜର ଇଚ୍ଛାକୁ ପୁନରାବୃତ୍ତି କରେ, ତେବେ ସେହି ଇଚ୍ଛା ଶୀଘ୍ର ପୂରଣ ହୋଇଥାଏ। ଭଗବାନ ଶିବ କହିଲେ, ହେ ଦେବୀ, ଏହିପରି ଭାବରେ ତପସ୍ୱୀ ସେହି ବାଳକକୁ ବ୍ରହ୍ମ ମୁହୂର୍ତ୍ତର ମହତ୍ତ୍ୱ ବୁଝାଇଲେ। ପରବର୍ତ୍ତୀ 21 ଦିନ ପର୍ଯ୍ୟନ୍ତ ବାଳକଟି ଏହି ଅଭ୍ୟାସକୁ ଅତ୍ୟନ୍ତ ଆନ୍ତରିକତା ଏବଂ ସମର୍ପଣ ସହିତ କରିଲା। ବର୍ତ୍ତମାନ ସେ ଏକ ଶୃଙ୍ଖଳିତ ଏବଂ ଶାନ୍ତ ବ୍ୟକ୍ତିରେ ପରିଣତ ହୋଇପଡ଼ିଲା। ସଂକଳ୍ପ ସମାପ୍ତ ହେବା ପରେ ସେ ଆନନ୍ଦିତ ହୃଦୟରେ ତପସ୍ୱୀଙ୍କ ପାଖକୁ ଯାଇ କହିଲା, ହେ ଗୁରୁଦେବ, ମୁଁ ମୋର 21 ଦିନର ବ୍ରତ ସଫଳତାର ସହିତ ସମାପ୍ତ କରିଛି। ଏବେ ଦୟାକରି ମୋତେ ସଫଳତାର ମନ୍ତ୍ର ପ୍ରକାଶ କରନ୍ତୁ। ତପସ୍ୱୀ ହସି କହିଲେ, ତୁମେ ଗତ 21 ଦିନ ଧରି ଯେଉଁ ଅଭ୍ୟାସ କରୁଛ, ସେଇଟା ହେଉଛି ସଫଳତାର ମନ୍ତ୍ର। ଯେଉଁମାନେ ବ୍ରହ୍ମ ମୁହୂର୍ତ୍ତରେ ଉଠି ସଠିକ୍ ଭାବରେ ଧ୍ୟାନ କରନ୍ତି, ସେମାନେ କେବେ ବିଫଳ ହେବେ ନାହିଁ। ତୁମେ ବ୍ରହ୍ମ ମୁହୂର୍ତ୍ତର ରହସ୍ୟ ବୁଝିଗଲ। ଏହାକୁ ସାରା ଜୀବନ ଅଭ୍ୟାସ କର। ତୁମେ ନିଶ୍ଚିତ ଭାବରେ ତୁମ ଜୀବନର ଲକ୍ଷ୍ୟ ଏବଂ ସତ୍ୟ ସଫଳତା ପାଇବ। ବାଳକଟି ତପସ୍ୱୀଙ୍କୁ କୃତଜ୍ଞତା ଜଣାଇଲା ଏବଂ ସାରା ଜୀବନ ବ୍ରହ୍ମ ମୁହୂର୍ତ୍ତର ନୀତି ପାଳନ କରିବାକୁ ପ୍ରତିଜ୍ଞା କଲା। ଭଗବାନ ଶିବ ଶେଷରେ କହିଲେ, ହେ ଦେବୀ, ଏବେ ତୁମେ ବ୍ରହ୍ମ ମୁହୂର୍ତ୍ତର ଗଭୀର ମହତ୍ତ୍ୱ ବୁଝିପାରିଛ। ମାତା ପାର୍ବତୀ କହିଲେ, ହେ ପ୍ରଭୁ, ମୁଁ ଏବେ ବ୍ରହ୍ମ ମୁହୂର୍ତ୍ତ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପାଇଛି। ଏହା କହି ସେ ଭଗବାନ ଶିବଙ୍କୁ ପ୍ରଣାମ କଲେ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଏଇଠାରେ ଶେଷ କରୁଛି। ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣଙ୍କୁ ମୋର ଏହି ଭିଡ଼ିଓଟି ପସନ୍ଦ ଆସିଥାଏ, ତେବେ ଦୟାକରି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଶିବ ଶମ୍ଭୁ ବୋଲି ନିଶ୍ଚିତ ଲେଖନ୍ତୁ ଏବଂ ଜୟ ମା ପାର୍ବତୀ ବୋଲି ନିଶ୍ଚିତ ଲେଖନ୍ତୁ।
ଏବଂ ତା ସହିତ ସୋନା ରିତୁ ଲାଇଫଷ୍ଟାଇଲ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ, ଜୟ ମା ପାର୍ବତୀ।